କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପରମେଶ୍ୱର ଆମ ସମସ୍ତଙ୍କୁ ଆଉ ଏକ ନୂତନ ଦିନରେ ପଦାର୍ପଣ କରିଅଛନ୍ତି। ତାହାଙ୍କର ଅସୀମ କରୁଣା ଅପାର ଦୟା ସକାଶୁ ଜୀବିତମାନଙ୍କ ମଧ୍ୟରେ ନାମସ୍ଥାନ ଦେଇଅଛନ୍ତି ଏବଂ ପୁନର୍ବାର ତାହାଙ୍କର ଜୀବନ୍ତ ବାକ୍ୟକୁ ଶୁଣିବା ପାଇଁ, ତାହାଙ୍କ ବାକ୍ୟରୁ ଧ୍ୟାନ କରିବା ପାଇଁ ପୁଣି ଥରେ ଏହି ଅପୂର୍ବ ସୁଯୋଗ ଆମ୍ଭମାନଙ୍କ ଜୀବନରେ ଯୋଗ କରିଅଛନ୍ତି। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସବୁଦିନ ଭଳି ଆଜି ମଧ୍ୟ ଆଉ ଏକ ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ପ୍ରଭୁ ଯୀଶୁ ଖ୍ରୀଷ୍ଟ କେବେ କାହାକୁ ପ୍ରାର୍ଥନା ଅନୁରୋଧ ଦେଇଥିଲେ କି? ଆଜିର ପ୍ରସଙ୍ଗ ହେଲା ଯୀଶୁ କେବେ କାହାକୁ ପ୍ରାର୍ଥନା ଅନୁରୋଧ ଦେଇଥିଲେ କି? ଏହି ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ ଧ୍ୟାନ କରିବା। ଆମେ ମନୁଷ୍ୟ ଭାବରେ ଆମ୍ଭମାନଙ୍କ ପିତା ପରମେଶ୍ୱରଙ୍କ ନିକଟରେ ଯୀଶୁଙ୍କ ନାମରେ ଆମେ ଅନେକ ପ୍ରାର୍ଥନା ଅନୁରୋଧ ଦେଇଛୁ, ଅନେକ ପ୍ରାର୍ଥନା ଆମେ କରିଛୁ ଏବଂ ମଣ୍ଡଳୀରେ ପରସ୍ପର ନିକଟରେ ଆମେ ଅନେକ ପ୍ରାର୍ଥନା ଅନୁରୋଧ ଦେଇଛୁ ଏବଂ ଆମ୍ଭମାନଙ୍କର ପ୍ରଭୁଙ୍କର ଦାସମାନଙ୍କ ନିକଟରେ, ପାଳକମାନଙ୍କ ନିକଟରେ ଆମେ ଅନେକ ପ୍ରାର୍ଥନା ଅନୁରୋଧକୁ ଆମେ ଜଣେଇଛୁ। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କେବେ କାହାକୁ ପ୍ରାର୍ଥନା ଅନୁରୋଧ ଦେଇଥିଲେ କି? ଏହି ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଆମ୍ଭମାନଙ୍କୁ କ'ଣ କହେ, ବାଇବେଲରେ କ'ଣ ଲେଖାଯାଏ, ଆମେ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ଆପଣମାନେ ମୋ ସହିତ ମାଥ୍ୟୁ ଲିଖିତ ସୁସମାଚାର 9 ଅଧ୍ୟାୟକୁ ଆସିବେ। ମାଥ୍ୟୁ ଲିଖିତ ସୁସମାଚାର 9 ଅଧ୍ୟାୟ 36, 37, 38 ପଦ ଯଦି ଆମେ ଧ୍ୟାନ କରିବା ଯେ ଆଜିର ଏହି ପ୍ରଶ୍ନର ଉତ୍ତର ବାଇବେଲ ଆମମାନଙ୍କୁ ସ୍ପଷ୍ଟ ଭାବରେ ପ୍ରକାଶ କରେ। ଆପଣମାନଙ୍କ ନିମନ୍ତେ ଏବଂ ଆମ ସମସ୍ତଙ୍କ ନିମନ୍ତେ ମୁଁ 36 ପଦ ପଢ଼ିବା ପାଇଁ ଚାହେଁ। ଲେଖାଯାଏ, ଆଉ ଲୋକ ସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନ ଭିନ୍ନ ଥିଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେଉଁ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ଥିଲେ, ସେହି ସମୟରେ ସେ ଲୋକ ସମୂହକୁ ସେ ଦେଖୁଛନ୍ତି। ଅନେକ ବିଶ୍ୱାସୀମାନଙ୍କୁ ଦେଖୁଛନ୍ତି, ଯେଉଁମାନଙ୍କ ହାତରେ ବାଇବେଲ ଅଛି, ପବିତ୍ର ଧର୍ମଶାସ୍ତ୍ର ଅଛି, ଯେଉଁମାନଙ୍କର ନିକଟରେ ଯାଜକମାନେ ଅଛନ୍ତି, ଲେବୀୟ ଲୋକମାନେ ଅଛନ୍ତି, ପ୍ରାଚୀନ ଲୋକମାନେ ଅଛନ୍ତି, ସେମାନଙ୍କୁ ସେ ଦେଖୁଛନ୍ତି। ସେମାନଙ୍କୁ ଦେଖି ସେ ଦୟାରେ ବିଗଳିତ ହେଉଛନ୍ତି। କାହିଁକି ସେ ଦୟାରେ ବିଗଳିତ ହେଉଛନ୍ତି? ସେମାନଙ୍କର ଘର ନାହିଁ ବୋଲି ନାହିଁ, ସେମାନଙ୍କୁ ପିନ୍ଧିବା ପାଇଁ, ଖାଇବା ପାଇଁ ସେମାନଙ୍କର ଟଙ୍କା ପଇସାର ଅଭାବ, ସେମାନେ ରୋଗଗ୍ରସ୍ତ ଅଛନ୍ତି, ସେଥିପାଇଁ ସେ ଦୟାରେ ବିଗଳିତ ହେଉନାହାନ୍ତି। ସେ କାହିଁକି ଦୟାରେ ବିଗଳିତ ହେଉଛନ୍ତି? କାରଣ ସେମାନଙ୍କର ପାଳକ ଥିବା ସତ୍ତ୍ୱେ ମଧ୍ୟ, ସେମାନଙ୍କର ମଣ୍ଡଳୀ ଥିବା ସତ୍ତ୍ୱେ ମଧ୍ୟ, ତାଙ୍କ ହାତରେ ବାଇବେଲ ଥିବା ସତ୍ତ୍ୱେ ମଧ୍ୟ ସେମାନେ ଅରକ୍ଷକ ମେଷ ପରି ସେମାନେ ଥିବାରୁ ସେମାନଙ୍କୁ ଦେଖି ସେ ଦୟାରେ ବିଗଳିତ ହେଉଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମଧ୍ୟ ଆମ୍ଭମାନଙ୍କ ଗହଣରେ, ଖ୍ରୀଷ୍ଟିଆନ ସମାଜରେ, ଆମ ଗାଁରେ, ସାହିରେ, ମଣ୍ଡଳୀରେ ଅନେକ ଏ ପ୍ରକାର ଭାଇ ଭଉଣୀମାନେ ଅଛନ୍ତି। ଅନେକ ଶିକ୍ଷା ଦେଲା ପରେ ମଧ୍ୟ, ମଣ୍ଡଳୀରେ ରହି ମଧ୍ୟ ବନ୍ଧନଗ୍ରସ୍ତ ଭାବରେ ସେମାନେ ଜୀବନଯାପନ କରୁଛନ୍ତି। ଆଜି ଅନେକ ଭାଇ ଭଉଣୀମାନେ ଅଛନ୍ତି, ସେମାନେ ନିଶା ଦ୍ରବ୍ୟରୁ ମୁକ୍ତ ହୋଇନାହାନ୍ତି, ସିନେମା, ନାଟ, ଗୀତ, ବିଭିନ୍ନ ପ୍ରକାର ରଙ୍ଗରସରୁ ସେମାନେ ମୁକ୍ତ ହୋଇନାହାନ୍ତି। ଆଉ ସେମାନେ ଅରକ୍ଷକ ମେଷ ପରି ସେମାନେ କ'ଣ ହେଉଛନ୍ତି? ସେମାନେ ଯାତ୍ରା କରୁଛନ୍ତି, ଅରକ୍ଷକ ମେଷ ପରି ସେମାନେ ଜୀବନଯାପନ କରୁଛନ୍ତି। ଆମେ ଯେଉଁ ସମୟରେ ଏହି ପ୍ରକାର ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ ଦେଖୁଛୁ, ଆମ୍ଭମାନଙ୍କର ମନୋଭାବ କ'ଣ? ଆମେ ସେମାନଙ୍କୁ ଦେଖି ଆମେ କ'ଣ ଚିନ୍ତା କରୁଛୁ? ଯୀଶୁଖ୍ରୀଷ୍ଟ ଏହି ପ୍ରକାର ବିଶ୍ୱାସୀମାନଙ୍କୁ ଦେଖିଲେ ଆଉ ସେ ଦୟାରେ ବିଗଳିତ ହେଲେ। ଯଦି ଆଜି କୌଣସି ବିଶ୍ୱାସୀମାନଙ୍କୁ ଆମେ ଦେଖୁ ଯେଉଁମାନେ କି ବନ୍ଧନରେ ଅଛନ୍ତି, ବର୍ଷ ବର୍ଷ ଖ୍ରୀଷ୍ଟିଆନ ହେଲା ପରେ ପରିବର୍ତ୍ତନ ହୋଇପାରୁନାହାନ୍ତି, ସେହି ପ୍ରକାର ଲୋକମାନଙ୍କୁ ଯଦି ଆଜିର କୌଣସି ଖ୍ରୀଷ୍ଟିଆନ ଭାଇ ଭଉଣୀ ଯଦି ଦେଖିବେ, ତାହେଲେ ସେମାନେ କମେଣ୍ଟ କରିବେ ଯେ
तुमे एते वर्ष है तुम ख्रीस्टियान हो पाप छाड़ी पारुना आउ तुम जीवन ठीक ना यह ताहा विभिन्न प्रकार कथा कही था मात्र जीशु ख्रीस्ट से प्रकार से कहूना से देखि से दुख प्रकाश करुँच दयारे विगलित होती से समय से अपना शिष्य मान से कौन कहते 37 पद लिखा जाए सेते बेले जीशु अपना शिष्य मान कहले शस्य सीना प्रचुर मात्र कार्यकारी माने अल्प। प्रिय प्रभु लोक माने शस्य प्रचुर आज अनेक विश्वासी भाई भणी मान अच्छी आज अनेक विश्वासी भाई भणी माने मंडली रे रहिले वर्ष वर्ष रहिले आउ से माने कोठी ना कोठी से माने शिथिल हो गले मंडली छाड़ी अनेक जगार आमे देखुचु जे गाँ को गाँ से माने कौन होउछंती परमेश्वर को छाड़ी मंडली को छाड़ी जीशु को परित्याग करी से माने पळाउछंती। एई स्थान लिखा जाउछि जे शस्य प्रचुर विश्वासी मान अनेक अच्छंती आउ कार्यकारी माने अल्प। कार्यकारी माने अल्प बोली कहिबार अर्थ हैला पालकर अभाव नाही। आज ख्रिस्टियान समाज रे नेता मानकर अभाव नाही मात्र कार्यकारी नेता मानकर अभाव। आज सदस्य माने अनेक अच्छंती पालक प्रचारक अनेक अच्छंती मात्र कार्य करुथिबा पालक माने अभाव। यह जीशु ख्रीस्ट देखुचंती यह जानुचंती जदि आज गोटे मंडली भ्रष्ट अवस्था अच्छी आज गोटे मंडली केवल आज परंपरा लिप्त अच्छी बंधन से माने बाहरी पारुना पृथक हो पारुना समाज पृथक हो पारुना पवित्र हो पारुना धर्म जीवन जापन करि पारुना एहार कारण हैला सेही मंडली रे ठीक कार्यकारी बा कार्यकर्ता जे कि बोझर भाव रे लोकंकर आत्मार चिंतारे सेमानकर सुरक्षा निमंते सेमानंकु आगमन निमंते प्रस्तुत कला भली बोझ भय भक्ति भावरे जदि पालक रही थांते ताहले तांको मंडली आज से प्रकार न थांता। यह जीशु ख्रीस्ट से देखि पारुचंती आपना शिष्य मान से कहउचंती जे शस्य सीना प्रचुर कार्यकारी माने अल्प। 38 पदरे लिखा जाए एणु आपना शस्य क्षेत्र को कार्यकारी मानकु पठाइबा निमंते शस्य क्षेत्रर कर्तांक निकटरे निवेदन कर। जीशु ख्रीस्ट आपना शिष्य मानकु कहउचंती निवेदन कर प्रार्थना कर जे आपना शस्य क्षेत्र को कार्यकारी मानकु पठाइबाकु अर्थात मंडली मध्यरे उत्तम कार्यकारी मानकु जे प्रकार परमेश्वर पठाइबे सेतिपाई शस्य क्षेत्रर कर्ता अर्थात मंडली काहार मध्य नुहे मंडली कौनसी संस्थार नुहे कौनसी पालकर नुहे मंडली विश्वासी मानकर कर्ता होउचंती परमेश्वर प्रभु जीशु ख्रीस्ट। ताहांक निकट आमे प्रार्थना कले से गोटे उपयुक्त पालक को सही क्षेत्र रे से पठाइबे एहा प्रभु जीशु ख्रीस्ट आपन शिष्य मानक निकट रे से प्रार्थना अनुरोध दउछंती। धन्य से परमेश्वर आज मध्य आम पाई से चिंता करुछंती आमे जो गाँव रे रहउछु साही रे रहउछु अंचल रे रहउछु आम मंडली रे एही कार्यकारी माने उत्तम कार्यकारी माने जे कि बोझग्रस्त भाव रे परमेश्वरंकर बाध्य होई ताहांकर वशीभूत होई जो माने कि ताहांकर पलर आदर्श होई ताहांकु प्रेम करी पल मानकर जत्न नेबे मेष मानकर रक्षा करिवे सेमानकर प्रतिपालन करिवे एई प्रकार कार्यकारी पालक मानकु प्रभु देवे आमे मध्य प्रार्थना करिबा आवश्यक रहिछि। आज आम निकटरे से कहउचंती प्रार्थना कर जे शस्य सीना प्रचुर कार्यकारी माने अल्प उत्तम कार्यकारी माने जे प्रकार मंडली रे नियुक्त हेबे आउ अरक्षक मेष मानकु से माने सुरक्षा देबे प्रभुंको पथरे फेराई आनिबे एहा जीशु ख्रीष्टंकर प्रार्थना अनुरोध अटे। प्रभु आमानको अनुग्रह करंतु। आउ गोटे पद पढ़ी आमे प्रार्थना करिबा पई जिबा आपण माने लूक लिखित सुसमाचार तार 23 अध्याय 28 पद पढ़िबे लेखा जाय किंतु जीशु सेमानक आड़कू बुली पड़ी कहिले को जेरुसालेम रो कन्या माने मो निमंते रोदन कर नाही बरं आपणा आपणा निमंते और आपणा आपणा संतान मानक निमंते रोदन कर। एहा प्रभु जीशु ख्रीष्टंकु क्रूसरे चढ़ेइबा समय रे जो समय रे कि तांकु क्रूसरे चढ़ा जाउची से समय रे अनेक स्त्री लोक माने
ଜେରୁସାଲେମର ସେମାନେ ଯାଇଥିଲେ, ସେଠି ସେମାନେ ଠିଆ ହେଇ ଯୀଶୁଙ୍କର ସେଇ ଦୁଃଖ, ସେଇ ବେଦନାକୁ ଦେଖି ଏମାନେ ରୋଦନ କରୁଛନ୍ତି, କାନ୍ଦୁଛନ୍ତି। ସେ ସମୟରେ ଯୀଶୁଖ୍ରୀଷ୍ଟ କହୁଛନ୍ତି, ମୋ ନିମନ୍ତେ ତୁମେ ରୋଦନ କର ନାହିଁ, ବରଂ ଆପଣା ଆପଣା ନିମନ୍ତେ ରୋଦନ କର ଏବଂ ଆପଣମାନଙ୍କ ସନ୍ତାନମାନଙ୍କ ନିମନ୍ତେ ରୋଦନ କର। ଏହି ସ୍ଥାନରେ ଯୀଶୁଖ୍ରୀଷ୍ଟ ଯାହା କହୁଛନ୍ତି, ସେହିଦିନ କ'ଣ ଜେରୁସାଲେମର କନ୍ୟାମାନଙ୍କୁ ଆଉ ତାଙ୍କର ପୁତ୍ର ସନ୍ତାନମାନଙ୍କୁ କିଏ ଦୁଃଖ ଦେଲା, କିଏ ତାଙ୍କୁ କ୍ରୁଶରେ ଚଢ଼ାଇଥିଲା? କିଛି ମଧ୍ୟ ସେମାନଙ୍କ ଜୀବନରେ ଦୁଃଖ ନାହିଁ। ମାତ୍ର ସେ ଯୀଶୁଖ୍ରୀଷ୍ଟ କହିବାର ଅର୍ଥ ହେଲା, ନିଜ ପାଇଁ ତୁମେ କ'ଣ କର? ଅନୁତାପ କର, ପ୍ରାର୍ଥନା କର, କ୍ରନ୍ଦନ କର। ଆଉ ସେ କହୁଛନ୍ତି ତୁମର ସନ୍ତାନମାନଙ୍କ ନିମନ୍ତେ କ'ଣ କର? ରୋଦନ କର ଅର୍ଥାତ୍ ନିବେଦନ କର, ପ୍ରାର୍ଥନା କର। କ'ଣ ପାଇଁ ପ୍ରାର୍ଥନା କର? ସେମାନେ ଯେପରି ଅବାଟକୁ ନ ଯିବେ, ସେମାନେ ବିନାଶ ନ ହେବେ, ସେମାନେ ମୋ ଠାରେ ବିଶ୍ୱାସ କରିବେ, ଦୃଢ଼ ହେବେ, ସେମାନେ ପବିତ୍ର ହେବେ, ସିଦ୍ଧ ହେବେ। ଏହି ପ୍ରାର୍ଥନା ଅନୁରୋଧ ସେ ଦେଉଛନ୍ତି। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ ପ୍ରଭୁ, ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଇଥିବାରୁ ତୁମ ନାମର ଗୌରବ କରୁଛୁ। ପ୍ରଭୁ, ଆମ ମଣ୍ଡଳୀ ପାଇଁ, ଆମ ଅଞ୍ଚଳ ପାଇଁ ଆମେ ବୋଝଗ୍ରସ୍ତ ହେବୁ ଏବଂ ପ୍ରଭୁ ପ୍ରତ୍ୟେକ ମଣ୍ଡଳୀରେ ତୁମେ ଉତ୍ତମ କାର୍ଯ୍ୟକାରୀମାନଙ୍କୁ ପଠାଅ। ପ୍ରଭୁ, ତୁମର ସେହି ଶସ୍ୟ କ୍ଷେତ୍ରକୁ ସେମାନେ ଉତ୍ତମ ଭାବରେ ସୁରକ୍ଷା ଦେବେ ଆଉ ପ୍ରଭୁ ତୁମର ଆଗମନ ପାଇଁ ପ୍ରସ୍ତୁତ କରିବେ। ଏହା ତୁମେ ଆଜି ଆମମାନଙ୍କୁ ସେହି ପ୍ରାର୍ଥନା ଅନୁରୋଧ ଦେଇଛ। ଧନ୍ୟବାଦ। ସବୁବେଳେ ଆମ ମନରେ ଏହି ବୋଝ ରହୁ ପ୍ରଭୁ, ତୁମରି ମେଷମାନଙ୍କର ଯତ୍ନ ନେବା ପାଇଁ, ତୁମର ସେ ଉତ୍ତମ କାର୍ଯ୍ୟକାରୀମାନଙ୍କୁ ପ୍ରତ୍ୟେକ ଶସ୍ୟ କ୍ଷେତ୍ରରେ ତୁମେ ନିଯୁକ୍ତ କରି ଗୌରବ ପାଅ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍ ଆମେନ୍। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପରମେଶ୍ୱରଙ୍କ ଅନୁଗ୍ରହ ହେଲେ ଆଉ ଗୋଟିଏ ପ୍ରସଙ୍ଗରେ ଆମେ ପରସ୍ପର ସାକ୍ଷାତ କରି ତାଙ୍କ ରାଜ୍ୟ ନିମନ୍ତେ ବଢ଼ୁଥିବା ରହିବା। ନମସ୍କାର। ଗଡ୍ ବ୍ଲେସ୍ ୟୁ।